Father, in the name of Lord Jesus Christ of Nazareth. पिता प्रभु यीशु नासरी के नाम में Oh Lord, I just speak life to these eyes. इन आंखों पर जीवन बोलता हूँ Right now. इसी समय Eyes open now. खुल जाए अभी। I rebuke the spirit of blindness. मैं संदेहपन की आत्मा को डांटता हूँ यीशु के नाम में। Now, try to follow my hand. Yeah. Follow my hand. Follow my hand. Yeah. Can you see my nose? Yeah. Can you see my nose? Height come closing and nose, right? Yeah, nose. My nose. Can you try to hold my nose? Right. Yeah. Come on, give praise to Jesus. भगवान यीशु की स्तुति करे। वो व्यक्ति जो जन्म से अंधा था, यीशु ने आज उसकी आंखों को। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଏହି ଭିଡ଼ିଓଟି ଖାସ୍ କରିକି ଦୁଇ ପ୍ରକାର ଲୋକଙ୍କ ନିମନ୍ତେ ମୁଁ ତିଆରି କରିଛି। ପ୍ରଥମ ପ୍ରକାର ଲୋକ ଯେଉଁମାନେ କି ଖ୍ରୀଷ୍ଟିଆନ କିନ୍ତୁ ସେମାନଙ୍କ ବିଶ୍ୱାସ ହେଉଛି ଦୁର୍ବଳ, ଆଉ ସେମାନଙ୍କ ନିମନ୍ତେ। ଆଉ ଦ୍ୱିତୀୟ ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟିଆନ ବିରୋଧୀ, ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମକୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶକ୍ତିକୁ ସେମାନେ କ'ଣ କରନ୍ତି, ଥଟ୍ଟା ପରିହାସ କରନ୍ତି। ସେମାନଙ୍କ ନିମନ୍ତେ ଏହି ପ୍ରକାର ଅନ୍ଧମାନଙ୍କ ନିମନ୍ତେ ଆଜିର ଭିଡ଼ିଓ, ଦୁଇ ପ୍ରକାର ଲୋକମାନଙ୍କ ନିମନ୍ତେ। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣ ଭାବୁଛନ୍ତି ମୁଁ ଚମତ୍କାରକୁ ମୁଁ ପ୍ରମୋଟ୍ କରୁଛି, ଆପଣ ଭୁଲ ଭାବୁଛନ୍ତି। କାରଣ ମୋ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଚମତ୍କାର ଠାରୁ ପରିତ୍ରାଣ, ପରମେଶ୍ୱରଙ୍କ ବାକ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣ ମୋତେ ପ୍ରଶ୍ନ କରିବେ, ତେବେ କ'ଣ ଚମତ୍କାର କ'ଣ ଦରକାର ନାହିଁ କି? ନିଶ୍ଚୟ ଦରକାର। ଚମତ୍କାର ନିଶ୍ଚୟ ଦରକାର, କିନ୍ତୁ ତା'ର ଅର୍ଥ ଏହା ନୁହେଁ ଯେ ଆମେ ଚମତ୍କାରର ଚକ୍କରରେ ଆମେ ପରମେଶ୍ୱରଙ୍କର ବାକ୍ୟକୁ ଆମେ କ'ଣ କରିବା, ତାକୁ ହେୟ ଜ୍ଞାନ କରିବା କିମ୍ବା ପରମେଶ୍ୱର ବାକ୍ୟକୁ ଆମେ ଭୁଲ ଭାବରେ ଉପସ୍ଥାପନ କରିବା, ତା ଅର୍ଥ ସେୟା ନୁହେଁ। ଏଠି ଜଣଙ୍କର ମିନିଷ୍ଟ୍ରି ଅଛି, ଯାହାଙ୍କ ନାଁ ହେଉଛି ଅଙ୍କିତ ସଜୱାନ। ଆଉ ସେ ମଧ୍ୟ ବହୁତ ଦେଶ ବିଦେଶ ଭ୍ରମଣ କରୁଛନ୍ତି। ପରମେଶ୍ୱର ତାଙ୍କୁ ଗୋଟେ ଗିଫ୍ଟ ଦେଇଛନ୍ତି, ଆତ୍ମିକ ଦାନ। ସେଇଟା ହେଉଛି ରୋଗ ସୁସ୍ଥ କରିବାର ଦାନ, ସେଇଟା ତାଙ୍କୁ ଦେଇଛନ୍ତି। ଆଉ ଏଠାରେ ଆପଣ ଦେଖିଲେ ଜଣେ ବ୍ୟକ୍ତି ସେ ଜନ୍ମରୁ ଦେଖିପାରୁନଥିଲା, କେମିତି ଗୋଟେ ସେକେଣ୍ଡରେ ସେ ଭଲ ହେଲା। ହଁ ପ୍ରିୟ ବନ୍ଧୁ, କ'ଣ ଆପଣ ଥମ୍ବନେଲ୍ରେ ବି ଦେଖିଥିବେ, ମୁଁ ଲେଖିଛି ଗୋଟିଏ ସେକେଣ୍ଡରେ ଭଲ ହେଲେ। କିଏ ଭଲ ହେଲେ? ଗୋଟିଏ ସେକେଣ୍ଡରେ ଅନ୍ଧ ବ୍ୟକ୍ତି ଜଣକ ଗୋଟିଏ ସେକେଣ୍ଡରେ ସୁସ୍ଥ ହେଲେ। ସେ ସବୁ ଦେଖିପାରିଲେ, ମାତ୍ର ଗୋଟିଏ ସେକେଣ୍ଡ ଲାଗିଲା। ଯେତେବେଳେ ଅଙ୍କିତ ସଜୱାନ ତାଙ୍କର ମିନିଷ୍ଟ୍ରିରେ ଜଣେ ବ୍ୟକ୍ତି ଅଛନ୍ତି, ଆଉ ଯେତେବେଳେ ସେ କ'ଣ କରୁଛନ୍ତି, ସେଇ ଅନ୍ଧ ବ୍ୟକ୍ତିଙ୍କର ଚକ୍ଷୁ ଉପରେ କ'ଣ କରୁଛନ୍ତି, ହାତ ରଖୁଛନ୍ତି। ଯେତେବେଳେ ଯୀଶୁଙ୍କ ନାମରେ ସେ ସୁସ୍ଥତାକୁ ସେ ଦାବି କରୁଛନ୍ତି, ସେତେବେଳେ ବ୍ୟକ୍ତି ଜଣକ ଦେଖିପାରୁଛି। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣମାନଙ୍କର ବିଶ୍ୱାସ ଯଦି ଆପଣଙ୍କର ଦୁର୍ବଳ, ଯଦି ଆପଣ ଏବେ ବି ସନ୍ଦେହ ଭିତରେ ଅଛନ୍ତି, ପ୍ରକୃତରେ କ'ଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଶକ୍ତି ଅଛି କି? ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଶକ୍ତି ରହିଅଛି। ଆଉ ସେ କ'ଣ କରିପାରନ୍ତି? ସୁସ୍ଥ କରିପାରନ୍ତି। ଆଉ ଏଇଟା ହେଉଛି ଗୋଟେ ପ୍ରମାଣ ମୁଁ ରଖିଲି ଆପଣଙ୍କ ଆଖି ସାମ୍ନାରେ। ଆଉ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ତୁମେମାନେ ଭାବୁଛ, ଆଉ ଖ୍ରୀଷ୍ଟିଆନ ବିରୋଧୀମାନେ ତୁମମାନେ ଭାବୁଛ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ କିଛି ନାହିଁ, ସେ ତ ଜଣେ ସାଧାରଣ ମନୁଷ୍ୟ, ସେ ପରିବେଶ ନୁହନ୍ତି, ଆଉ ପ୍ରଭୁ ଯୀଶୁ କିଛି କରିପାରନ୍ତି ନାହିଁ। ଯଦି ତୁମେମାନେ ଏମିତି ଭାବୁଛ ନାହିଁ କି, ତେବେ ଏଇଟା ହେଉଛି ତୁମମାନଙ୍କର ଭୁଲ ଧାରଣା ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସବୁ କିଛି କରିପାରନ୍ତି, ସେ ସୁସ୍ଥ କରିପାରନ୍ତି, ସେ ଜୀବନ ଦେଇପାରନ୍ତି, ସେ ସବୁ କରିପାରନ୍ତି। ତଥାପି ଅନେକ ଖ୍ରୀଷ୍ଟିଆନ ବିରୋଧୀ କମେଣ୍ଟ ବକ୍ସରେ ଆସିକି ସେମାନେ ଟାଇପ୍ କରିବେ, ତେବେ ତୁମର ଯୀଶୁ
ହ୍ୟୁମାନ ସାଗରକୁ କାହିଁକି ବଞ୍ଚାଇଲେ ନାହିଁ ମୁଁ ସେଇ ଟପିକ୍ ମୁଁ ଟିକେ ନେଉଛି କାରଣ ରିସେଣ୍ଟଲି ସେ ଘଟଣା ଘଟିଛି ଆଉ ଏଇ ପ୍ରଶ୍ନ ମଧ୍ୟ ବିରୋଧୀମାନେ ଉଠାଇଛନ୍ତି ସେଥିନିମନ୍ତେ ଏ ପ୍ରଶ୍ନକୁ ଟିକେ ମୁଁ ଆଡ଼୍ କରୁଛି। ତେବେ ମୋର ବି ସେମାନଙ୍କ ପ୍ରଶ୍ନ ତୁମର ଯେଉଁ ଅନ୍ୟ ଆକ୍ଟରମାନେ ଥିଲେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ମିହିର ଦାସ ଏମାନେ ତ ସବୁ ବଡ଼ ବଡ଼ ଜଗନ୍ନାଥ ଭକ୍ତମାନେ ଥିଲେ। ତେବେ ତୁମ ଜଗନ୍ନାଥ କାହିଁକି ବଞ୍ଚାଇଲେ ନାହିଁ? ମେଡ଼ିକାଲରୁ ଆସିଲା ପରେ ସେମାନଙ୍କର କ'ଣ ହେଲା? ଡେଥ୍ ହେଇଗଲା। ଆଉ ରଥଯାତ୍ରାରେ ରଥର ଚକା ତଳେ ସବୁ ତଳେ ତୁମେମାନେ ଦଳି ଚକଟି ହେଇକି ଯେଉଁ ମରୁଛ ଆଉ ତୁମର ଜଗନ୍ନାଥ କାହିଁକି ବଞ୍ଚାଉନି? ଯଦି ମୁଁ ଏଇ ପ୍ରଶ୍ନ ତୁମମାନଙ୍କୁ କରେ ତେବେ ପ୍ରିୟ ବନ୍ଧୁଗଣ ପରମେଶ୍ୱର ଯାହାକୁ ଯେତିକି ଆୟୁଷ ଦେଇଛନ୍ତି ସେ ସେତିକି ଦିନ ଜଗତରେ ବଞ୍ଚିବ। କିନ୍ତୁ ପରମେଶ୍ୱର ଯଦି କାହା ଜୀବନରେ ଚମତ୍କାର କରିବାର ଯଦି ଉଦ୍ଦେଶ୍ୟ ରଖିଛନ୍ତି ପରମେଶ୍ୱରଙ୍କ ଯୋଜନା ଯଦି ଅଛି କାହା ଜୀବନରେ ଚମତ୍କାର କରିବା ତେବେ ତା ଜୀବନରେ ଚମତ୍କାର ହେବ। ଯେମିତିକି ବାଇବେଲରେ ଅନେକ ଉଦାହରଣ ରହିଅଛି। ଜନ୍ମରୁ ଅନ୍ଧ ବ୍ୟକ୍ତିକୁ ଯୀଶୁ ସୁସ୍ଥ କଲେ। ଏଠି ବି ଆମେ ଦେଖିଲୁ ଜନ୍ମରୁ ଅନ୍ଧ ଜଣେ ବ୍ୟକ୍ତି ଯୀଶୁଙ୍କ ନାମରେ ସୁସ୍ଥ ହେଲା। ତେବେ ଦୁଇଟା ଯାକ ଘଟଣା ପୁରାପୁରି ସମ୍ପର୍କିତ ଅଟେ, ରିଲେଟେଡ଼୍ ଅଟେ। ହଁ ପ୍ରିୟ ବନ୍ଧୁଗଣ କେବଳ ସେତିକି ନୁହେଁ ବାଇବେଲରେ ଆହୁରି ଅନେକ ଚମତ୍କାର ଅଛି ପ୍ରଭୁ ଯୀଶୁଖ୍ରୀଷ୍ଟ କରିଥିଲେ ଏବଂ ପ୍ରଭୁ ଯୀଶୁ କହିଲେ ମୋ ଠାରୁ ବି ତୁମେ ଅଧିକ ବଡ଼ ବଡ଼ ଚମତ୍କାର କରିବ। ଆଉ ପ୍ରଭୁ ଯୀଶୁ ଲାଜାରକୁ ଜୀବନ ଦାନ ଦେଲେ। ଯେଉଁ ଲାଜାର ମରିଯାଇଥିଲେ 4 ଦିନ ହେବ ମରିଯାଇଥିଲେ। ଜଣେ ବ୍ୟକ୍ତି ମରିଯାଉଛି 4 ଦିନ ହେଇଗଲାଣି ତା ଶରୀରର ଅବସ୍ଥା କେମିତି ଥିବ ଟିକେ ଚିନ୍ତା କରନ୍ତୁ। ଆଉ ପ୍ରଭୁ ଯୀଶୁ ତାକୁ ସୁସ୍ଥ କଲେ। ତେବେ ପ୍ରିୟ ବନ୍ଧୁଗଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସୁସ୍ଥ କରିପାରନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଯୋଜନାକୁ ସଫଳ କରିବା ନିମନ୍ତେ ବେଳେବେଳେ ଏମିତି କ'ଣ କରନ୍ତି? ଏମିତି ସେ କରିଥାନ୍ତି। ଜନ୍ମର ଅନ୍ଧ ବ୍ୟକ୍ତି ସୁସ୍ଥ ହେଲା। ପ୍ରଦର ରୋଗ 28 ବର୍ଷର ପ୍ରଦର ରୋଗଗ୍ରସ୍ତ ଜଣେ ସ୍ତ୍ରୀ ସୁସ୍ଥ ହେଲା। 5ଟି ରୁଟି 2ଟି ମାସରେ 5000 ଲୋକ ଖାଇଲେ। କେବଳ ପୁରୁଷ ଥିଲେ 5000। ଯୀଶୁ ପାଣି ଉପରେ ଚାଲିଲେ। ଯୀଶୁ ଝଡ଼କୁ ଧମକ ଦେଲେ, ଝଡ଼ ସୁସ୍ଥିର ହେଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ବାହିନୀ ଭୂତକୁ କ'ଣ କଲେ? ବାହିନୀ ଭୂତଗ୍ରସ୍ତ ଜଣେ ବ୍ୟକ୍ତିଙ୍କୁ ସୁସ୍ଥତା ପ୍ରଦାନ କଲେ। ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥତା ପ୍ରଦାନ କଲେ। ହଁ ପ୍ରିୟ ବନ୍ଧୁଗଣ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ରୂପକୁ ପରିବର୍ତ୍ତନ କଲେ ପାହାଡ଼ ଉପରେ, ଯେଉଁ ପାହାଡ଼ ଆଜି ପର୍ଯ୍ୟନ୍ତ ରହିଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଦର୍ଶରେ ଯେତେବେଳେ ପିତର ଜୋହନ ଯାକବ ମାଛ ଧରିଲେ, ଯେଉଁ ଦିନ ସେମାନେ ମାଛ ପାଇଲେ ନାହିଁ ତାର ଦିନ ସେମାନଙ୍କ ଜାଲ ଏମିତି ମାଛରେ ପରିପୂର୍ଣ୍ଣ ହେଲା, ଜାଲଟି ଛିଣ୍ଡିବାକୁ ଲାଗିଲା। ଏମିତି ଅନେକ ଚମତ୍କାର ବିଷୟ ଲେଖା ଅଛି ବାଇବେଲରେ। ଆଉ ପ୍ରଭୁ ଯୀଶୁ କହିଥିଲେ ତୁମେ ମୋ ଠାରୁ ବି ବଡ଼ ବଡ଼ ଚମତ୍କାର କରିବ। ତେବେ ଯଦି ପ୍ରଭୁ ଯୀଶୁ କହିଥିଲେ ତେବେ ଚମତ୍କାର କାହିଁକି ହେବନି? ନିଶ୍ଚୟ ହେବ। ତେବେ ପ୍ରିୟ ବନ୍ଧୁଗଣ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ରଥମ ଥର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।